ସୁଖୋଲି ଭିଗଲା ଆଖି ଲୁହରେ ଏଠି ବଞ୍ଚି ହେଉଛି କି ମରି ହେଉଛି କେତେ କାମ କରିବି ଦେଖିଲ ତ ମା ଭଉଣୀ ମାନେ ଏଠି ବଞ୍ଚି ହେଉଛି ସବୁ କାମ କରିବାକୁ ପଡୁଛି ହଁ କି ମରି ହେଉଛି ସୁଖର ସପନ ଦେଖି ସୁଖର ସପନ ଦେଖି ଭାସେ ଦୁଃଖରେ ସୁଖୋଲି ଭିଗଲା ଆଖି ଲୁହରେ ସୁଖୋଲି ଭିଗଲା ଆଖି ଲୁହରେ ମୋ ଝିଅ ପୂଜା ମଣିଷ ଜୀବନେ କରିବାକୁ ପଡିନଥାନ୍ତା ହଁ ଛୋଟ ପରିବାର ଗଢି ସୁଖ ହାତ ଧରି ନିଏ ଅଧା ବାଟେ ଦିଏ ଛାଡ଼ି ମଣିଷ ଜୀବନେ ছোট পরিবার গঢ়ি সুখ হাত ধরি নিয়ে অধা বাটে দিয়ে ছাড়ি পথে ফেরি পারিবু কি আগକୁ ଯିବୁ পথে ফেরি পারিবু কি আগକୁ ଯିବୁ সুখ ফেরিব কি আউ সুখ ফেরিব কি আউ ମୋ ଭାଗ୍ୟରେ ସୁଖ ଲିଭିଗଲା ଆଖି ଲୁହରେ সুখ লিভিগলা আখি লুহরে ଶାଶୁମା ଶାଶୁମା ଆଜି ମୋର ଟିକେ ଉଠିବାର ଲେଟ୍ ହେଇଗଲା ବୋଲି ଆପଣ ସବୁ କାମ କରି ସାରିଦେଲେଣି ଆଉ କି କାମ ବାକି ଅଛି ଶାଶୁମା ହଁ ବୋଉମା ମୁଁ ସବୁ କାମ କରି ସାରି ଯାଇଛି ଆଉ କିଛି କାମ ବାକି ନାହିଁ ଓହୋ ଶାଶୁମା ଆଜି ମୋର ଟିକେ ଲେଟ୍ ହେଇଗଲା ବୋଲି ଆପଣ ସବୁ କାମ ସାରିଦେଲେଣି ସାବିତ୍ରୀ ସାବିତ୍ରୀ ଆରେ ତୁମ ପାଇଁ ଆଜି ମୋ ନିଜ ହାତରେ ଚା ତିଆରି କରି ଆଣିଛି ଚାଟା ଏତେ ଭଲ ହେଇଛି ଆରେ ହେଇନି ପିଇକି ଦେଖ ହଉ ଦିଅ ଏହି ଚାଟା ମୁଁ ପିଇନେବି ଶାଶୁମା ପରେ ପିଇବି
তুমি ମନ ଦୁଃଖ କରୁନି ବୋହମା ଯାଇ ଚାହୁଁଛୁ ସେ ପିଇ ଦିଅନ୍ତୁ ବୋହମା ଚା କେମିତି ଲାଗିଲା ବାପା ଆପଣ ଏତେ ବଢିଆ ଚା କରନ୍ତି ଆପଣଙ୍କ ଚା ପିଇବାରୁ ମତେ ଆଉ ଗୋଟେ କପ୍ ଚା ପିଇବାକୁ ଇଚ୍ଛା ହଉଛି ବାପା ଆପଣ ସତରେ ଏତେ ବଢିଆ ଚା କରନ୍ତି ବୋଉମା ଏ ଘରେ ତ ତମ ଇଚ୍ଛାରେ ସବୁ କିଛି ହଉଛି ବୁଝିଲ ସାବିତ୍ରୀ ଆରେ ଆମର ତ ବୟସ ହେଇଯାଇଛି ଆରେ ବୋଉଙ୍କ ଇଚ୍ଛାରେ ନହେଲେ କଣ ଆମ ଇଚ୍ଛାରେ ହବ କି ବାପା ମୁଁ କଣ କହୁଥିଲି କି କଣ କହୁଥିଲ ମା ଶୀଘ୍ର ଖ ଆପଣ ତ ଚା ତିଆରି କରୁଛନ୍ତି ହଁ ଲୋ ମା ଆଉ ଶାଶୁମା ଘର ପୋଛା ପୋଛି କାମ କରୁଛନ୍ତି ହଁ ମା ଏ କାମ ତ ଆପଣଙ୍କ ଦ୍ୱାରା ହେଇଯାଉଛି ଆଉ ଆମେ ଚାକର ଚାକରଣା ରଖି କାହିଁକି ଟଙ୍କା ଖର୍ଚ୍ଚ କରିବା ଠିକ କହିଛୁ ବୋଉମା ତୁ ବୁଦ୍ଧିମତୀ ବୋଲି ହେତିକି କହିପାରିଲୁ ଚାଲ ସାବିତ୍ରୀ ଆମର ବହୁତ କାମ ଅଛି ଆରେ ଚାଲ ଆଉ ଚାଲ ରହିଯାଆନ୍ତୁ ବାପା ରହିଯାଆନ୍ତୁ ରହିଯାଆନ୍ତୁ କଣ ହେଲା ମା ଆପଣ ଚା କପ୍ଟା ଭୁଲି ଯାଇଛନ୍ତି ବାପା କଣ କହିଲ ମା ଆରେ ତୁମେ ଯାଉଥାଉ ଏହି ବୟସରେ ଆମେ ଏସବୁ କାମ କରିବୁ ଆପଣ ହିଁ ନାହିଁ କିଛି ପାଇଁ କଣ ମୁଁ ଆଣିଛି କି ବାପା ବୁଝିଲ ସାବିତ୍ରୀ ଠିକ ଅଛି ମା এই ঝাঁকটা আমি নেইকি যাচ্ছু ଶୀଘ୍ର ନେଇଯାଅ আরে চলো ଆରେ କହ ତ ଏମିତି ଗୋଟେ ଖେଳ ଖେଳିଲି ଯେ ଏଇ ସାମନ୍ତରାୟ ପରିବାରର ଗୋଟିକୁ ବାହାର କରିଛି ଆଉ ଆଗକୁ ଏମିତି ଖେଳ ଖେଳିବି ଏହି ଘରର ଗୋଟିକୁ ବାହାର କରିବି ତାପରେ ଏହି ଘର ଧନ ସମ୍ପତ୍ତିଟା ମୋ ହାତ ମୁଠାକୁ ଆସିବ ମୋ ନାଁଟା ସୋନାଲି ମୁଁ ଶାନ୍ତିରେ ଥିଲେ ସୋନାଲି ଆଉ ମୁଁ ରଖିଗଲେ ମୁଁ ଗୋଟେ ସାକ୍ଷାତ କାଲ ନା ଖଣି ପ୍ରଭୁ ଜଗନ୍ନାଥ ଜଗତର ନାଥ ମୁଁ ତ କି ଖଟ ଦେଲେ ପ୍ରଭୁ ଆଜିକୁ 10 ବର୍ଷ ହେଇଗଲା ମୋ ସ୍ତ୍ରୀ ଘରେଇ ଏକାକ ଜୀବନ କାଟିବାକୁ ପଡୁଛି ମୋ ପୁଅ ଚନ୍ଦନର ବାହା ବୟସ ହେଇଗଲାଣି ମୋ ପୁଅ ପାଇଁ ଗୋଟେ ଭଲ ପୁଅଟିଏ ଖୋଜି ବାହା କରିଦେଲେ ଖୁସି ହେଇଥାନ୍ତା ମୁଁ ଯଦି ଥା ମା ବଞ୍ଚିଥିଲେ କେତେ ଖୁସି ହେଇଥାନ୍ତା ଯାହା ହଉ ବଞ୍ଚିବା ମରିବା ତ ସଂସାରେ ଲାଗିଛି ମୋ ପୁଅ ଚନ୍ଦନକୁ ବାପା ମାର ସେନ ଦେଇ ଛୋଟରୁ ବଡ଼ କରୁଛି ମୋ ପୁଅ ପାଇଁ ଭଲ ଭାଉଟିଏ ଖୋଜି ବାହା କରିଦେଲେ ମୁଁ ଟିକେ ଶାନ୍ତିରେ ନିଶ୍ୱାସ ନେଇଥାନ୍ତି নমস্কার মহাপাত্র বাবু ନମସ୍କାର ଭାଗ ବାବୁ ନମସ୍କାର ମହାପାତ୍ର ନମସ୍କାର ଗିରି ବାବୁ ବହୁ ଦିନ ପରେ ମୋ ଘରକୁ ଆସିଲ ସମସ୍ତେ ଭଲ ଅଛନ୍ତି ତ ହଁ ମହାପାତ୍ର ବାବୁ ସୁଖ ଦୁଃଖ ଭଲ ମନ୍ଦ ତ ଲାଗି ରହିଅଛି ଆଉ ଆପଣ କେମିତି ଅଛନ୍ତି ହଁ ଭାଗ ବାବୁ ଆମ ଘର ଲୋକ ବି ସମସ୍ତେ ଭଲ ଅଛନ୍ତି କିନ୍ତୁ ମହାପାତ୍ର ବାବୁ ହଁ ଗିରି ବାବୁ କିନ୍ତୁ ମାନେ କଣ ସେମିତି କିଛି ନୁହେଁ ଗିରି ବାବୁ ମୋ ପୁଅ ଚନ୍ଦନର ବାହା ବୟସ ହେଇଗଲାଣି ମୋ ପୁଅ ପାଇଁ ଭଲ ଭଉଟିଏ ଖୋଜି ବାହା କରିଦେବା କଥା ଭାବୁଥିଲି ଠିକ ସମୟରେ ଭଗବାନ ଆପଣମାନଙ୍କୁ ଜୁଟେଇଲା ଆପଣ ତ ଜାଣିଛନ୍ତି ମୁଁ ଜଣକର ବୁଦ୍ଧି କଣ କରିଥାନ୍ତି ଯଦି ଆପଣଙ୍କ ନଜରରେ ସେମିତି ଭଲ ଝିଅ ଅଛନ୍ତି ତାହେଲେ କୁହନ୍ତୁ ଗିରି ବାବୁ ମହାପାତ୍ର ବାବୁ ହଁ ଗିରି ବାବୁ ପୁଅ ବାହାଘର କଥାକୁ ନେଇ ଏତେ ମୁଣ୍ଡ ଖର୍ଚ୍ଚ କରିବାକୁ ପଡିବନି ଆଉ ଗିରି ବାବୁ
ସେବା କରିବ। ମହାପାତ୍ର ବାବୁ ଗିରି ଏକଦମ ଠିକ କଥା କହୁଛି। ହଁ ହଁ ମହାପାତ୍ର ବାବୁ। କଣ କହିଛ ଭାଗ ବାବୁ? ମୁଁ ତ କିଛି ବୁଝିପାରୁନି। ମହାପାତ୍ର ବାବୁ ମୁଁ ସବୁ ବୁଝେଇ କହୁଛି। ସାରେ ପୂଜା ଯାଉଛି ସାରେ। ଶୁଣନ୍ତୁ ମହାପାତ୍ର ବାବୁ ହଁ ଭାଗ ମୋ ବାବୁ। ସମ୍ବନ୍ଧେ କୃଷ୍ଣଚନ୍ଦ୍ର ସାମନ୍ତରାୟ ଯେ ପୂଜା ବାପା ଭାଇ ଆଗରୁ ଚରିତ୍ରହୀନ କାମ କରିବାରୁ ଘରୁ ବାହାର କରିଦେଇଛନ୍ତି। ସେଇ ଚରିତ୍ରହୀନ ଝିଅ ହାତ ଧରି ଆପଣଙ୍କ ପୁଅ ବାଟ ଚାଲୁଛି। ହଁ ହଁ ମହାପାତ୍ର ବାବୁ ବାଟ ଦେଇକି ଚାଲୁଛି। କଣ କହିଛ ଭାଗ ବାବୁ? ମୁଁ କିଛି ବୁଝିପାରୁନି। ଗିରି ବାବୁ ଭାଗ ବାବୁ କଣ କହି ଯାଉଛନ୍ତି? ମୁଁ କିଛି ବୁଝିପାରୁନି। ହଉ ଗୋପାଳ ବାବୁ ଚିନ୍ତା କରନ୍ତୁନି ସାରେ। ଗୋପାଳ ବାବୁ ବୁଝୁ ପାରୁନାହାନ୍ତି ଆଉ। ହଁ ବେଗିରି, ମହାପାତ୍ର ବାବୁ ସେ ଭିଡିଓଟା ଦେଖେଇଦେବେ। ଦେଖାଉଛି ସାରେ। ଗିରି ବାବୁ କଣ ଦେଖାଇବ ଦେଖ। ଗିରି ବାବୁ এটা লোড করতে কোন ভাই? କାହିଁକି ବ୍ୟସ୍ତ ହଉଛୁ ଗୋପାଳ ବାବୁ? ଏଇ ଆସନ୍ତୁ ଦେଖି। ଗିରି ବାବୁ ଏ ଝିଅଟା କିଏ? ମୋ ପୁଅ ତୋ ସହିତ କଣ କରି ଯାଉଛି? ମହାପାତ୍ର ବାବୁ ଏଥର ବିଶ୍ୱାସ ହେଲା ତ? ହଁ ଭାଗ ବାବୁ ଏଥର ମୋର ବିଶ୍ୱାସ ହେଇଯାଇଛି। ମହାପାତ୍ର ବାବୁ ଏତେ ଜଣାଶୁଣା ବ୍ୟକ୍ତି ଭାଇ ଏଇ କାମଟା ସଭା ପାରେ ମୋ ପୁଅ ହେଇଥାନ୍ତା ହେ ବୋଲି କାମ କରିଥାନ୍ତା ମୁଁ ତାକୁ ଜୀବନରେ ମାରି ଦେଇଥାନ୍ତି। ହଁ ମହାପାତ୍ର ବାବୁ ଜୀବନରେ ମାରି ଦେଇଥାନ୍ତି। ଗୋପାଳ ବାବୁ ହଁ ଗିରି ବାବୁ ଆପଣ ଯାହା କରିବାର ତାହା କରନ୍ତୁ। ଆମେ ଯାହା କହିବାର ତ କହିଦେଲୁ। ତାହେଲେ ଆମେ ଆସୁଛୁ। ହଁ ମହାପାତ୍ର ବାବୁ ଯାହା କରିପାରୁଛନ୍ତି ଆପଣଙ୍କ ଇଚ୍ଛା। ଏଥର ଆସୁଛି ନମସ୍କାର। ମିଛ। ଯଦି ସତ ହୋଇଥାଏ ତାହେଲେ ହେ ଘରକୁ ରହିବାକୁ ଦେବିନି। ସେ ଆସୁ ତା ଅପେକ୍ଷାରେ ରହିବି। अरे को थंधान तू घोड़ी दिलो तो नंबर बारंबार फोन कला भी लागू नहीं कौन असुविधा है की? ହଁ ବାପା। ଆରେ ମୋ ମୋବାଇଲଟା ସୁଇଚ୍ ଅଫ୍ ଅଛି ବାପା। କାହିଁକି ନା ମୋ କ୍ଲାସମେଟ୍ ପୂଜା କୌଣସି କାରଣରୁ ଘର ଛାଡ଼ି ଚାଲି ଆସିଲା ବେଳେ ତାର ମୋର ଦେଖା ହେଇଗଲା ବାପା। ସେ ମରିଯିବା ପାଇଁ ନିଷ୍ପତ୍ତି अरे से मरी जाऊ हमर कौन असुविधा होती से मरी जाऊ। ନା ବାପା। ଆରେ ତମେ ସବୁ ସେମିତି କୁହନି ବାପା। ପୂଜାର ବହୁତ ଭଲ ଗୁଣ ଆଉ ଭଲ ଚରିତ୍ର ଅଛି ବାପା। अरे को चंदन ପୁରା ବଡ଼ ଚରିତ୍ର ଝିଅ ମାନେ ଘର ଛାଡ଼ି ଯାଆନ୍ତି ନାହିଁ। ତୁ ମୋ ପୁଇ ଆଜି ପର୍ଯ୍ୟନ୍ତ ଜାଣିପାରିଲୁ ନାହିଁ। ନାଇଁ ବାପା। ଆରେ ମୋତେ ତ କୁହ ମୁଁ ସହିଯିବି। ହେଲେ ପୂଜାର ଚରିତ୍ର ନିନ୍ଦା କଲେ ମୁଁ ଜମା ସହିପାରିବିନି ବାପା। अरे सही पाइबुनी। अरे तो पूरा बापा मार सेना दे चटुरु घोड़ करिछि गोटे चरित्रहीन झीर प्रेम पड़ी बापा मोर झगड़ा दउछु। आज तोते जीवन टू मारू मारू मारी दे। ନାଇଁ ବାପା ନାଇଁ। ନାଇଁ ବାପା ନାଇଁ। ଚନ୍ଦନକୁ ଭାରତରେ ଯାହା ଭୁଲ କରିଛି ମୁଁ ଭୁଲ କରିଛି। ଚନ୍ଦନର କିଛି ଭୁଲ ନାହିଁ। अरे मो को तो सहित शास्ति नेउछि हे मुत्र हे जगह छाड़ चली जा। ନାଇଁ ବାପା ନାଇଁ ନାଇଁ। ହଁ ବାପା ମୁଁ ଏ ଘର ଛାଡ଼ି ଚାଲିଯିବି। ହେଲେ ମୋ ପଛରେ କାହିଁକି ଶାସ୍ତି ପାଇବ? ମୁଁ ନାଇଁ ଚାଲିଯିବି। ବାପା। अरे चली जा। अरे पसंद ता जीवा बार को जीवा को दे ताको हटका नहीं। ନାଇଁ ବାପା। अरे से जाओ ता जीवा बार को जीवा को दे। अरे ता हटका नहीं। ବାପା ମୁଁ ପୂଜାକୁ କଥା ଦେଇଛି ବାପା ସାରା ଜୀବନର ସାଥୀ କରିବି ବୋଲି। ଓ ବାପା ଆଉ ମୁଁ ପୂଜାକୁ ମୋ ଜୀବନ ଠାରୁ ଅଧିକ ଭଲ ପାଏ। अरे पचंदन
তোর মা ভজিদেলে কেতে খুশি জানতা তু মো পুଅ ନୁହଁ ସେ ମୋ ଭଉ ନୁହଁ ହେ ମୁଁ ତ ଶୀଘ୍ର ଚାଲିଯା ତମ ଦୁଜଣ ମୋ ଛାଇବ ନୁହଁ ନାଇଁ ବାପା। ଆଜି ତୋ ବାପା ମରି ଯାଇଛି ନାଇଁ। ଆଜି ମୋତେ ବାପାକୁ ଡାକିଲେ। ଆଜି ମୋତେ ବାପା ବୋଲି ଡାକିବୁନି ତୋ ବାପା ମରି ଯାଇଛି। ନାଇଁ ବାପା ମୁଁ ତମକୁ ଯେତିକି ଭଲ ପାଏ ପୂଜାକୁ ବି ସେତିକି ଭଲ ପାଏ ବାପା। ଆରେ ପୁଅ ସୁନ୍ଦର ମୋତେ ଏତେ ଭଲ ପାଇଥାନ୍ତୁ ଏଇ କାମ କରିଥାନ୍ତୁ ଗୋଟେ ଚରିତ୍ର ଝିଅର ପ୍ରେମ ପଡ଼ି ବାବା ମୋର ଜବାବ ଦେଲୁ ଶୀଘ୍ର ଚାଲିଯା ଆଜି ତୁ ମୋତେ ମୁହଁ ଦେଖାଇବୁନି। କ୍ଷମା କରି ଦିଅ ବର ଧରୁଛି ଯାହା କରିଛି ମୁଁ ସତ କହୁଛି ବାପା କ୍ଷମା କରି ଦିଅ ବର ଧରୁଛି ଯାହା କରିଛି ମୁଁ ସତ କହୁଛି ক্ষমা বুঝলে কেতে খুশি পাঠ পড়তে চরিত্র ঝিଅର ପ୍ରେମ କରି ପାଇ আরে চালিযা ଭଲ ପାଇ କଥା ଦେଇଛି ମାର ନା ଗୋଡ଼ ଧରୁଛି ମାର ନା ଗୋଡ଼ ଧରୁଛି আরে চালিযা ପିଲାଦିନୁ ପରାଲେ ମୋତେ କେତେ ଅପମାନ ପଡ଼ିବ ଆଜି ଯାଏ ଚାଲିଯା ଯୁଆଡ଼େ ଯିବ ସିଆଡ଼େ ଚାଲିଯା କେତେ ସ୍ନେହ ଆଦର ଆଳିଛ ମତେ ମୋ କଥାକୁ ନ ବୁଝିକି କେତେ ବଦଳି ଯାଇଛ ରାଗିଛ ମତେ ଯଦି ତୋ ମା ଭୁଜିଦେଲେ କେତେ ଖୁସି ହେଇଥାନ୍ତା ଗୋଟିଏ ବୋଲି ପୁଅ ତତେ ପାଠ ପଢ଼ିଦେଲି ପିଲାଦିନୁ ଆଜି ଯାଏ କେତେ ସ୍ନେହ ଆଦରରେ ପାଳିଛ ମତେ ଯୁଆଡ଼େ ଯିବ ସିଆଡ଼େ ଚାଲିଯା ଏ ପ୍ରୟୋଗ ପୁରା ମୋ ମୋତେ କଥାକୁ ନ ବୁଝିକି କେତେ ବଦଳି ଯାଇଛ ରାଗିଛ ମତେ ଭଲ ଝିଅ ବୋଲି ହାତ ଧରିଛି আরে চালিযা ମୋ ଘର ଦରକାର ନାହିଁ ଏ ପ୍ରୟୋଗ ଏତିକି କରିକି ଭୁଲ କରିଅଛି ଭଲ ଝିଅ ବୋଲି ହାତ ଧରିଛି ମୁଁ କ୍ଷମା କରିପାରିବିନି ଆରେ ଚାଲିଯା ଏତିକି କରିକି ଆଜି ମୋତେ ବାବା ବୋଲି ଡାକିବୁନି ଭୁଲ ଆଜି ବାବା ମରି ଯାଇଛି କରିଅଛି ଗୋଟିଏ ବୋଲି ପୁଅ ତତେ ପାଠ ପଢ଼ିଦେଲି ଗୋଟେ ଛୋଟିଆ ଝିଅର ପ୍ରେମ କରିବା ପାଇଁ ଯଦି ତୋ ମା ବଞ୍ଚିଥିଲେ କେତେ ଖୁସି ହେଇଥାନ୍ତା ଭଲ ପାଇ କଥା ଦେଇଛି ମାର ନା ହାତ ଧରୁଛି ମାର ନା ହାତ ଧରୁଛି
ଚାଲି ଯାଉ আরে ছাড়ি যা যুয়ারে দিব সিয়া ছাড়ি যা হে পুরোজ কপুর এলে মতে কেতে অপমান করিব আরে ছাড়ি যা ପୂଜା ଆଚ୍ଛା ବାହାଘର ବାପାଙ୍କ ଆଶୀର୍ବାଦ ଟିକେ ନେଇକି ଯିବା ହଁ ଚାଚା। ମୁଁ ଆଗରୁ କେବେ ମୁହଁ ଦେଖାଇବ ନାହିଁ ଯୁଆରେ দিব ସିଆ ছাড়ি যা আরে ছাড়ি যা ମୁଁ ସବୁ ବୁଝି ସାରିଛି ସେ ଥାଉ ସେତେ ଦୂରକୁ ଧାଉଁତି ଯାଉ ହେ ପୁରୋଜିଙ୍କ ପୁଅ ନ ରହିଲେ କାହା ଉପରେ ଭରସା କରି କିଛି ହେବ ନାହିଁ ନିଜର ଭାଗ୍ୟରୁ ହାତରେ କରି ଶେଷ ଜୀବନ କାଟିବି ସେ ଶୁଣା ଅଷ୍ଟ ହେଇକି ବି କିଛି ଜାଣି ପାରିଲା ନାହିଁ ବେ ଏକାଳ ତରକୁ ତା ପୁଅ ବୋଉକୁ ଘରୁ ବାହାର କରିଦେଇଛି ବେ ସାର୍ ଆପଣଙ୍କ ମାଷ୍ଟର ମାନଙ୍କୁ ମାନିବାର ଏମିତି ଗୋଟେ ଖେଳ ଖେଳିଲେ ଯେ ସେ ସରା ମାଷ୍ଟର ଏଠି ଜାଣିପାରିଲାନି ଏକା ଏଥରକୁ ତା ପୁଅ ବାବୁ କାରରୁ ବାହାର କରିଦେଲା। ଆଚ୍ଛା ସାର୍ ଏଥିରେ କ'ଣ ଲାଭ ହେଲା? ହଁ ବେଗିରେ ଲାଭ ଅଛି ବେ ସେ କଥା ତୁ ପରେ ଜାଣିବୁ ସାର୍ ମୁଁ ଏବେ ଜାଣିଲି କି ସୁବିଧା କି ସାର୍? ଆବେ ହେଗିରି ଆଗକୁ ତ ବହୁତ କଥା ଜାଣିବୁ ବେ ଏବେ ମୋ ଝିଅ ସୋନାଲିର ସାଙ୍ଗ ଶଙ୍କରକୁ ଟିକେ ଫୋନ ଲଗାବେ ସାର୍ ଲଗାଉଛି ସାର୍। ଆରେ କ'ଣ କଟି ଯାଉଛି ଆଉ ଗୋଟେ ଚିପି ଦେବି ନା ହ୍ୟାଲୋ ବଣଜା ବଣଜା କୋଉଠି ଅଛି ବଣଜା ଆରେ କ'ଣ ଚିହ୍ନି ପାରୁନି କି ମୋ ପୁରା କିରି ତ ମାମୁ ଆଉ ବୁଝିଲ ବଣଜା ଆମ ବାବା ସାର୍ଙ୍କ କଲୋନୀରେ ଟିକେ ଦେଖା କରିବ ଏ ଭିତରେ ଟିକେ କାମ ଅଛି ଆଉ ହଉ ବଣଜା ଶୀଘ୍ର ଟିକେ ଆଉ ରଖିଛୁ ବଣଜା ହଉ ଆବେ ହେଗିରି ଶଙ୍କର କଣ କହିଲା କେବେ ଏଇ ସାର୍ 5 ମିନିଟରେ ପହଞ୍ଚିଯିବ ତାକୁ ନା ଶୀଘ୍ର ଆସିବା କହବେ ହଉ ସାର୍ ନମସ୍କାର ସାର୍ ନମସ୍କାର ଗିରି ମାମୁ ନମସ୍କାର ବଣଜା କଣ କାମ ଥିଲା ଗିରି ମାମୁ ଆମର କାମଟା ଅଛି ନା ସେଥିପାଇଁ ତମେ ଡାକୁଛ ଶଙ୍କର ତୁ ଝିଅ ସୋନାଲି କଥା ଯାଇଛୁ ମାନେ ସବୁ କାମରେ ସାହାଯ୍ୟ କରିବୁ ହଁ ସାର୍ ମୁଁ କଥା ଦେଇଛି ମାନେ ସବୁ କାମରେ ସାହାଯ୍ୟ କରିବି ସାର୍ ଆଗକୁ ଗୋଟେ ବହୁତ ବଡ କାମ ଅଛି ସେଥିପାଇଁ ଘରକୁ ଡକାଇବାକୁ ପଡିଲା କୁହନ୍ତୁ ସାର୍ କି କାମ ଅଛି ମୋ ସମୁଦେ କୃଷ୍ଣଚନ୍ଦ୍ର ସାମନ୍ତରାୟଙ୍କ ଯୋଉ ପୂଜା ବାପା ଭାଇ ଆଗରୁ କଣ ଭୁଲ ଖବରରୁ ଘରୁ ବାହାର କରିଦେଇଛନ୍ତି ଆଉ ସେ ଗୋପାଳ ମାଷ୍ଟର ପୁଅ ବୀଣାଳିତା ପୁଅ ହଁ ଚନ୍ଦ ପୁରା ନାରେ ନାରେ କରିଦେଇଥିଲେ ତା ବାପା ଆଗରୁ ଗୋଟେ ମନ୍ତ୍ର ଠୁଙ୍କି ଦେଲେ ଯେ ଏକାଥରକୁ ସେ ପୁଅ ଆଉ ଝିଅକୁ ବାହାର କରିଦେଇଛି ଯେମିତି ହେଲେ ନା ସେ ପୁଅ ଝିଅ ଆମ ରାସ୍ତାରୁ ହଟାଇବାକୁ ପଡିବ ଠିକ ଅଛି ସାର୍ ଆପଣ ଜମାରୁ ଚିନ୍ତା କରନ୍ତୁନି ଏଇ କାମ ତ ମୋ ହାତର ଖେଳ ଶଙ୍କର କାମଟା ଏତେ ସହଜ ବୋଲି ଭାବନ୍ତୁ ନାହିଁ ସାର୍ ସାର୍ ବଣଜା କାମ କରିପାରିବନି ପୁରା ଲାଗୁଛି ଆଉ ମାମୁ ଆମକୁ ନା ସେଇଟା ଆଡଭାନ୍ସ ଦରକାର ଥିଲା ମାମୁ ମୋ ଲୋକ ଲଗେଇନା ସେଇ ଟୋକିଟାକୁ ମାରି ଖଲାସ କରିଦେବି ଶଙ୍କର ଟଙ୍କା ପାଇଁ ଆଦୌ ଚିନ୍ତା କର ନାହିଁ ହଁ ସାର୍ ବଣଜାକୁ ଏଇ ଟଙ୍କାଟା ଦେଇଦେଲେ ନା ସେ ନିଶ୍ଚୟ କାମ କରିବ ଆଉ ଆବେ ଗିରି ଦେଇଦେବେ
ଗିରିବାବୁ ଟଙ୍କା ଯେମିତି ଭୁଲଭାଲ ନଥାଏ। ହଉ ବଡ଼ ଯା ମୁଁ ଧରୁଛି ତା ନିଅନ୍ତୁ ବଡ଼ ଯା ଗଣି ଦେଖ ଆଉ ବାବୁ ତମେ କରିଛ ମାନେ ପୁରା ଠିକ ଠାକ ହେଇଥିବ। আবে হে শঙ্কর স্যার যোটা কইলে না আমি চালবে সেই কাম করি সারি দেবে চালবে ହଉ ଶଙ୍କର କାମ କରିଲେ ଢାକାଟା ଆହୁରି ନେଇଥିବ। ঠিক আছে স্যার নমস্কার স্যার। আবে হয়ে গেলে ফার্স্ট প্ল্যানটা সক্সেস হয়ে গেল। চালবে চালবে শঙ্কর অপেক্ষা রইবা।